ହଁ ଆଜି ମୁଁ ନିଷ୍ପତ୍ତି ନେଇଛି ମାନେ ଆଜି ମୁଁ କଲେଜକୁ ଯିବିନି। ହଁ କଲେଜକୁ ଯିବିନି। ଜମିଦାର ବାବୁଙ୍କର କମ୍ପାନୀକୁ ଯାଇ କାମ କରିବି, ହେଲେ କଲେଜକୁ ଯିବିନି। ବାପାର ମଧ୍ୟ ଭଲ ବୟସ ହେଇଗଲାଣି। ବାପାକୁ ଏଇ ବସରେ ବିଶ୍ରାମ ନେବାକୁ କହିବି। ଆଜି ବାପା ଆସନ୍ତୁ। ବାପା ସିଦ୍ଧାନ୍ତ କରିଛି ଯେ ଆଜିଠୁ ମୁଁ କଲେଜକୁ ଯିବିନି ବୋଲି। ଆଉ ମୁଁ ଯେଉଁ କଲେଜରେ ଡାକ୍ତରୀ ପାଠ ପଢ଼ିବାକୁ ଯାଉଛି ସେଇ କଲେଜରେ ମୋତେ 5 ଲକ୍ଷ ଟଙ୍କା ମାଗୁଛନ୍ତି। ଆରେ ନା, ଆଜି ବାପା ଆସନ୍ତୁ। ହଁ ଆଜି ବାପା ଆସନ୍ତୁ। ବାପା ସିଦ୍ଧାନ୍ତ ମନେ କରୁଛି ଯେ ଆଜିଠୁ ମୁଁ କଲେଜକୁ ଯିବିନି ବୋଲି। ହଁ କଲେଜକୁ ଯିବିନି ବୋଲି। ବାଦଲ, ତୁ ଏଠି କଣ କରୁଛୁ ରେ? ଆଜି କଣ କଲେଜକୁ ଯିବୁନି? ବାପା ବାପା ଆଜି ମୁଁ ନିଷ୍ପତ୍ତି ନେଇଛି। ହଁ ବାପା ଆଜି ମୁଁ ନିଷ୍ପତ୍ତି ନେଇଛି ମାନେ ଆଜି ମୁଁ କଲେଜକୁ ଯିବିନି। ହଁ କଲେଜକୁ ଯିବିନି। ଜମିଦାର ବାବୁଙ୍କର କମ୍ପାନୀକୁ ଯାଇ କାମ କରିବି, ହେଲେ କଲେଜକୁ ଯିବିନି ବାପା। ହଁ କଲେଜକୁ ଯିବିନି। ହେଲେ କାହିଁକି? ଆରେ ତୁ କାହିଁକି କଲେଜକୁ ଯିବୁନି? ବାପା ଆରେ ତୋର କଣ ହେଇଛି? ଆରେ ତୋ କଣ ଅସୁବିଧା ହେଇଛି? ଆରେ ସେଇ କଥାଟା କହ। ସେ ପ୍ରଶ୍ନର ଉତ୍ତର ତମକୁ ମୁଁ ଦେଇପାରିବିନି ବାପା। ହଁ ଦେଇପାରିବିନି। ଆଜିଠୁ ମୁଁ ନିଷ୍ପତ୍ତି ନେଇଛି ମାନେ ଆଜି ମୁଁ କଲେଜକୁ ଯିବିନି। ହଁ ହଁ କଲେଜକୁ ଯିବିନି। ଏ ବାଦଲ, ଏ ତୁ କଣ କହୁଛୁ ରେ? ଆରେ ତୋ ଅସୁବିଧାଟା କଣ ହେଇଛି? ଆରେ ସେଇ କଥା କହ। ବାପା ହଁ, ଆମେ ହେଉଛୁ ନିତାନ୍ତ ଗରିବ ଲୋକ। ଆପଣ ଜାଣିଛନ୍ତି ବାପା, ମୁଁ ଯେଉଁ କଲେଜରେ ହଁ ବାପା ମୁଁ ଯେଉଁ କଲେଜରେ ଡାକ୍ତରୀ ପାଠ ପଢ଼ିବାକୁ ଯାଉଛି ସେଇ କଲେଜରେ ମୋତେ 5 ଲକ୍ଷ ଟଙ୍କା ମାଗୁଛନ୍ତି ବାପା। ଏ ବାଦଲ, ହଁ, 5 ଲକ୍ଷ ଟଙ୍କା ମାଗୁଛନ୍ତି। ବାଦଲ, ଆପଣ କ'ଣ ଦେଇପାରିବେ? ନାଇଁ ବାପା ନାଇଁ। ଆଜିଠୁ ମୁଁ ନିଷ୍ପତ୍ତି ନେଇଛି ମାନେ ଆଜିଠୁ ମୁଁ କଲେଜକୁ ଯିବିନି। ହଁ କଲେଜକୁ ଯିବିନି। ଆରେ ଏ ବାଦଲ, ତୁ ଚିନ୍ତା କରନା ରେ। ମୁଁ ଜମିଦାର ବାବୁଙ୍କୁ ଆରେ ତୁ ପରା ଜମିଦାର ବାବୁ କହିଥିଲେ ଆରେ ଯେତେ ଟଙ୍କା ଖର୍ଚ୍ଚ ହଉ ବାଦଲ ପାଇଁ ମୁଁ ଖର୍ଚ୍ଚ କରିବି ବୋଲି। ତୁ କିଛି ଚିନ୍ତା କରନା ରେ। ତୁ କିଛି ଚିନ୍ତା କରନା। ଆରେ ଜମିଦାର ବାବୁ ଯଦି ଟଙ୍କାଟା ନଦେଲେ ମୁଁ ତୋ ପାଇଁ ଆରେ ଜମିଦାର ବାବୁ ଯଦି ଟଙ୍କାଟା ନଦେଲେ ମୁଁ ତୋ ପାଇଁ ହେ ଗାଁ ଦାଣ୍ଡରେ ଆତ ପତି ଭିକ ମାଗିବି ଭିକ। ବାପା ସେ ସବୁ କିଛି ଆବଶ୍ୟକ ନାହିଁ ବାପା। ହଁ ସେ ସବୁ କିଛି ଆବଶ୍ୟକ ନାହିଁ। ଆଜିଠୁ ମୁଁ ନିଷ୍ପତ୍ତି ନେଇଛି ମାନେ ଆଜି ମୁଁ କଲେଜକୁ ଯିବି ବାପା। ଏଇଟା ମୋର ଶେଷ ନିଷ୍ପତ୍ତି ବାପା। ହଁ ଏଇଟା ମୋର ଶେଷ ନିଷ୍ପତ୍ତି। ଆରେ ବାଦଲ, ତୁ କଣ କହିଲୁ? এইটা তোর শেষ নিষ্পত্তি? ଏଇଟା ମୋର ଶେଷ ନିଷ୍ପତ୍ତି। ତୁ ନିଜକୁ ନିଜେ তোর নিষ্পত্তি কথাটা ভাবি নেলো। হଉ ঠিক ଅଛି রে। ହଉ ଠିକ ଅଛି। ଆରେ ମୋ ଶେଷ ନିଷ୍ପତ୍ତି କଥାଟା ତୁ ଶୁଣି ରଖ। ଆରେ ଆଜିଠୁ ଆରେ ତୁ ଯଦି ଆଜିଠୁ କଲେଜ ନ ଯାଉ ଆରେ ତୁ ଯଦି ଆଜିଠୁ କଲେଜ ନ ଯାଉ ତାହେଲେ ତାହେଲେ ତ ବୁଢା ବାପାର ମଲା ମୁହଁ ଦେଖିବୁ। ଏଇ ବାପା ବାପା ଏମିତି କେବେ ବି କହିବାନି ବାପା। ତମ ପାଟିରେ ଏମିତି କେବେ ବି କହିବାନି ବାପା। ଆରେ ତୁ ମୁଁ କଲେଜକୁ ଯିବୁ ନା? ହଁ ବାପା ଏଥର ମୁଁ କଲେଜ ଯିବି ବାପା। ମୁଁ ଏଥର ଆରେ କଲେଜକୁ ଯିବି। ଆରେ ମୁଁ ଦେଖିବ ବାପା ଦେଖିବ ତମ ପୁଅ ବାଦଲ ଦିନେ ଭଲ ପାଠ ପଢି ଦିନେ ନିଶ୍ଚୟ ତମ ନାଁଟିଏ ରଖିବ। ଏଥର ମୁଁ କଲେଜକୁ ଯିବି ବାପା। ଆରେ ଚାଲ ରେ କାହିଁକି କଲେଜକୁ ଯିବୁ? টুং টুং টানাও। হাই ব্রা,